ଦ୍ୱିତୀୟ ରାଜ୍ୟମଣ୍ଡଳୀ ଅଧ୍ୟାୟ 17। ଇସ୍ରାଏଲର ରାଜା ହୋଶେୟା। ଜୁଦାର ରାଜା ଆହାସଙ୍କ ରାଜତ୍ୱର 12 ବର୍ଷରେ ଏଲାଙ୍କ ପୁତ୍ର ହୋଶେୟା ସାମାରିଆରେ ଇସ୍ରାଏଲ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ ଏବଂ ସେ 9 ବର୍ଷ ଧରି ରାଜୁତି କଲେ। ପ୍ରଭୁଙ୍କ ସନ୍ନିଧାନରେ ସେ ମନ୍ଦ କାର୍ଯ୍ୟ କଲେ, କିନ୍ତୁ ତାଙ୍କ ପୂର୍ବସୂରୀ ଇସ୍ରାଏଲୀୟ ରାଜାମାନଙ୍କ ଭଳି ତାହା ନଥିଲା। ସିରିଆର ରାଜା ସାଲମାନେଲେସ୍ର ତାଙ୍କ ବିରୁଦ୍ଧରେ ଆସିଲେ ଏବଂ ଭେଟି ପ୍ରଦାନ କରି ହୋଶେୟା ତାଙ୍କର ସାମନ୍ତ ରାଜା ହେଲେ। ଇଜିପ୍ଟର ରାଜା ସଙ୍କ ନିକଟକୁ ହୋଶେୟା ଦୂତମାନଙ୍କୁ ପଠାଇଥିବା ଓ ପ୍ରତିବର୍ଷ ସିରିଆର ରାଜାଙ୍କୁ ଦେଇ ଆସୁଥିବା ଭେଟି ନ ଦେବା ଯୋଗୁଁ ସିରିଆର ରାଜା ତାଙ୍କର ଷଡ଼ଯନ୍ତ୍ର ବିପକ୍ଷରେ ଅବଗତ ହେଲେ। ସୁତରାଂ ସିରିଆର ରାଜା ତାଙ୍କୁ ଆବଦ୍ଧ କରି କାରାଗାରରେ ବନ୍ଦ କଲେ। ସାମାରିଆର ପତନ। ଏହାପରେ ସିରିଆର ରାଜା ଦେଶ ସମୂହ ଆକ୍ରମଣ କରି ସାମାରିଆକୁ ଆସିଲେ ଓ 3 ବର୍ଷ ଧରି ତାହାକୁ ଅବରୋଧ କଲେ। ରାଜା ହୋଶେୟାଙ୍କ ରାଜତ୍ୱର 9ମ ବର୍ଷରେ ସିରିଆର ରାଜା ସାମାରିଆ ଅଧିକାର କଲେ ଓ ଇସ୍ରାଏଲ ଜନତାକୁ ସିରିଆକୁ ନେଇଯାଇ ହାସା, ଗୋସାନ ପ୍ରଦେଶସ୍ଥ ହାବର ନଦୀର ତଟ ଏବଂ ମେଦିଆର ନଗରୀମାନଙ୍କରେ ଅବସ୍ଥାପିତ କଲେ, ଯିଏ ସେମାନଙ୍କୁ ଇଜିପ୍ଟର ରାଜା ଫାରୋଙ୍କ ହସ୍ତରୁ ମୁକ୍ତ କରି ଇଜିପ୍ଟରୁ ବାହାର କରି ଆଣିଥିଲେ। ସେହି ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ବିରୁଦ୍ଧରେ ଇସ୍ରାଏଲ ଜନତା ପାପ କରିଥିବା, ଅନ୍ୟ ଦେବମାନଙ୍କ ଉଦ୍ଦେଶ୍ୟରେ ଭୟଭକ୍ତି ପ୍ରଦର୍ଶନ କରିଥିବା, ଇସ୍ରାଏଲ ଜନତା ସମ୍ମୁଖରୁ ବିତାଡ଼ିତ ଜାତି ସମୂହର ମାର୍ଗାବଳୀରେ ବ୍ୟାପୃତ ହେବା ଓ ଇସ୍ରାଏଲ ରାଜାମାନଙ୍କ ଦ୍ୱାରା ଆବିଷ୍କୃତ ରୀତିନୀତି ଅନୁଯାୟୀ ବିଚରଣ କରିଥିବା ଯୋଗୁଁ ଏହିପରି ସଂଘଟିତ ହୋଇଥିଲା। ଯାହା ନ୍ୟାଯ୍ୟ ନଥିଲା ତାହା ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ବିରୁଦ୍ଧରେ ଇସ୍ରାଏଲୀୟ ଜନତା ଗୋପନରେ ସାଧନ କଲେ। ପ୍ରହରୀ ଦୁର୍ଗଠାରୁ ସୁରକ୍ଷିତ ନଗର ପର୍ଯ୍ୟନ୍ତ ସେମାନେ ନିଜର ସମସ୍ତ ନଗରୀଗୁଡ଼ିକରେ ଉଚ୍ଚ ପୂଜାସ୍ଥଳୀ ସମୂହ ନିର୍ମାଣ କଲେ। ଆଉ ସମସ୍ତ ପାହାଡ଼ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ମୂଳରେ ସେମାନେ ସ୍ତମ୍ଭ ତଥା ଆଶେରିମ୍ ପ୍ରତିଷ୍ଠା ଗୁଡ଼ିକୁ ସ୍ଥାପନ କଲେ। ପ୍ରଭୁ ସେମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିବା ଜାତି ସମୂହ ଭଳି ସେମାନେ ସେହି ଉଚ୍ଚ ପୂଜାସ୍ଥଳୀମାନଙ୍କରେ ଧୂପାର୍ଚ୍ଚନା କଲେ। ସେମାନେ ଦୁଷ୍କର୍ମାବଳୀରେ ବ୍ୟାପୃତ ହୋଇ ପ୍ରଭୁଙ୍କୁ କୁପିତ କରାଇଲେ। ତୁମେମାନେ ଏହିପରି କରିବ ନାହିଁ ବୋଲି ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଆଦେଶ ଲଙ୍ଘନ କରି ସେମାନେ ପ୍ରତିମା ଗୁଡ଼ିକର ଉପାସନା କଲେ। ପ୍ରବକ୍ତା ତଥା ଦୂରଦର୍ଶୀମାନଙ୍କୁ ପଠାଇ ଇସ୍ରାଏଲ ଓ ଜୁଦାକୁ ପ୍ରଭୁ ଏହି ଚେତାବନୀ ଦେଇଥିଲେ, ତୁମ ପିତୃପୁରୁଷମାନଙ୍କୁ ମୋ ଦ୍ୱାରା ଆଦିଷ୍ଟ ଓ ମୋର ଦାସ ପ୍ରବକ୍ତାମାନଙ୍କ ଜରିଆରେ ମୋ ଦ୍ୱାରା ପ୍ରେରିତ ବିଧିବିଧାନ ଅନୁସାରେ ତୁମେମାନେ ମନ୍ଦ କର୍ମରୁ ବିମୁଖ ହୁଅ ଓ ମୋର ଆଜ୍ଞା ତଥା ନିୟମାବଳୀ ପାଳନ କର। କିନ୍ତୁ ସେମାନେ ତାହାଙ୍କର ବଚନ ପ୍ରତି କର୍ଣ୍ଣପାତ କଲେ ନାହିଁ, ବରଂ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ ନକରି ସେମାନଙ୍କ ଅନମନୀୟ ପିତୃପୁରୁଷମାନଙ୍କ ସଦୃଶ ସେମାନେ ମଧ୍ୟ ଅନମନୀୟ ହେଲେ। ସେମାନଙ୍କ ପିତୃପୁରୁଷମାନଙ୍କୁ ତାହାଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ ତଥା ବ୍ୟବସ୍ଥା ବିଧାନ ଓ ସେମାନେ ନିଜେ ପ୍ରାପ୍ତ ହୋଇଥିବା ସତର୍କ ବାଣୀକୁ ସେମାନେ ଅବମାନନା କଲେ। ସେମାନେ କପଟୀ ପ୍ରତିମୂର୍ତ୍ତି ଗୁଡ଼ିକର ପଶ୍ଚାଦ୍ଧାବନ କରି ଅବିଶ୍ୱସ୍ତ ହେଲେ ଓ ସେମାନଙ୍କ ଚତୁଃପାର୍ଶ୍ୱବାସୀ ଯେଉଁ ଜାତି ସମୂହ ସଦୃଶ ଆଚରଣ କରିବାକୁ ପ୍ରଭୁ ନିଷେଧ କରିଥିଲେ, ସେମାନେ ସେହି ଜାତି ସମୂହର ଅନୁଗମନ କଲେ। ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ସମସ୍ତ ଆଜ୍ଞାକୁ
ପରିତ୍ୟାଗ କରି ସେମାନେ ନିଜ ପାଇଁ ଗୋବତ୍ସର 2ଟି ପ୍ରତିମୂର୍ତ୍ତିକୁ ଛାଞ୍ଚରେ ନିର୍ମାଣ କଲେ। ସେମାନେ ଆଶେରା ପ୍ରତିମୂର୍ତ୍ତି ସ୍ଥାପନ କଲେ ଓ ଆକାଶର ବାହିନୀ ଗୁଡ଼ିକୁ ଉପାସନା କଲେ ଓ ବାଲର ସେବା କଲେ। ସେମାନେ ନିଜ ପୁତ୍ର କନ୍ୟାମାନଙ୍କୁ ହୋମ ବଳି ରୂପେ ଉତ୍ସର୍ଗ କଲେ ଓ ମନ୍ତ୍ରବିଦ୍ୟା ତଥା ଯାଦୁବିଦ୍ୟା ଅଭ୍ୟାସ କଲେ। ପ୍ରଭୁଙ୍କ ସନ୍ନିଧାନରେ କୁକାର୍ଯ୍ୟ କରିବା ପାଇଁ ନିଜ ନିଜକୁ ବିକ୍ରୟ କରି ସେମାନେ ପ୍ରଭୁଙ୍କୁ କ୍ରୋଧାନ୍ୱିତ କଲେ। ସୁତରାଂ ପ୍ରଭୁ ଇସ୍ରାଏଲ ପ୍ରତି ଅତ୍ୟଧିକ କ୍ରୁଦ୍ଧ ହୋଇ ସେମାନଙ୍କୁ ନିଜ ଦୃଷ୍ଟିରୁ ତୋଡ଼ିଦେଲେ। କେବଳ ଜୁଦା ଗୋଷ୍ଠୀ ବ୍ୟତୀତ ଅନ୍ୟ କେହି ଅବଶିଷ୍ଟ ରହିଲେ ନାହିଁ। ଜୁଦା ମଧ୍ୟ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ଆଜ୍ଞାବଳୀ ପାଳନ ନ କରି ଇସ୍ରାଏଲ ଦ୍ୱାରା କୃତ ରୀତିରେ ବ୍ୟବହୃତ ହେଲେ। ସୁତରାଂ ପ୍ରଭୁ ଇସ୍ରାଏଲର ସମସ୍ତ ବଂଶଧରମାନଙ୍କୁ ଉପେକ୍ଷା କଲେ, ସେମାନଙ୍କୁ ଉତ୍ପୀଡ଼ନ କଲେ ଓ ସେମାନଙ୍କୁ ନିଜ ସନ୍ନିଧାନରୁ ବିତାଡ଼ିତ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଲୁଣ୍ଠନକାରୀମାନଙ୍କ ହସ୍ତରେ ସମର୍ପଣ କଲେ। ପ୍ରଭୁ ଇସ୍ରାଏଲକୁ ଦାବିଦଙ୍କ ଗୃହରୁ ଉଚ୍ଛେଦିତ କଲେ ଓ ସେମାନେ ନେବାତର ପୁତ୍ର ଜେରୋବାମକୁ ରାଜା ରୂପେ ନିୟୋଜିତ କଲେ। ଇସ୍ରାଏଲ ପ୍ରଭୁଙ୍କ ମାର୍ଗାବଳୀ ଅନୁସରଣ କରିବାରୁ ସେମାନଙ୍କୁ ବିମୁଖ କରାଇ ସେ ସେମାନଙ୍କୁ ଏକ ମହାପାପ କରିବା ପାଇଁ ସୁଯୋଗ ଦେଲେ। ଜେରୋବାମ କରିଥିବା ସବୁ ପାପ ଇସ୍ରାଏଲ ମଧ୍ୟ ସମ୍ପାଦନ କଲା। ପ୍ରଭୁ ନିଜ ଦାସ ସମସ୍ତ ପ୍ରବକ୍ତାମାନଙ୍କ ଦ୍ୱାରା କଥିତ ବଚନାନୁଯାୟୀ ଇସ୍ରାଏଲକୁ ନିଜ ସନ୍ନିଧାନରୁ ବିତାଡ଼ିତ କରିବା ପର୍ଯ୍ୟନ୍ତ ସେମାନେ ସେହି ପାପ ପଥରୁ ବିମୁଖ ହେଲେ ନାହିଁ। ତେଣୁ ଇସ୍ରାଏଲ ନିଜ ଦେଶ ମଧ୍ୟରୁ ଆଜି ପର୍ଯ୍ୟନ୍ତ ସିରିଆକୁ ନିର୍ବାସିତ ହେଲା। ସାମାରିଆମାନଙ୍କ ଉତ୍ପତ୍ତି। ବାବିଲନ, କୁତା, ଆବା, ହାମାତ ଓ ସେଫାର ବାଇମ ପ୍ରଦେଶ ସକଳରୁ ସିରିଆର ଲୋକମାନଙ୍କୁ ଆଣି ଇସ୍ରାଏଲୀୟ ଜନତା ପରିବର୍ତ୍ତେ ସାମାରିଆର ନଗରୀମାନଙ୍କରେ ସେମାନଙ୍କୁ ଅବସ୍ଥାନ କରାଇଲେ। ତହୁଁ ସେମାନେ ସାମାରିଆ ହସ୍ତଗତ କରି ସେଠାକାର ନଗରୀମାନଙ୍କରେ ବାସ କଲେ। ସେଠାରେ ସେମାନଙ୍କ ଅଧିବାସର ଆରମ୍ଭ କାଳରେ ସେମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କଲେ ନାହିଁ। ସୁତରାଂ ସେ ସେମାନଙ୍କ ମଧ୍ୟକୁ ସିଂହମାନଙ୍କୁ ପଠାଇଲେ ଏବଂ ସେଗୁଡ଼ିକୁ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିକୁ ବଧ କଲେ। ସେ ସମୟରେ ସେମାନେ ସିରିଆର ରାଜାଙ୍କୁ କହିଲେ, ଯେଉଁ ଜାତି ସମୂହକୁ ଆଣି ତୁମେ ସାମାରିଆ ନଗରୀ ଗୁଡ଼ିକରେ ଅବସ୍ଥାନ କରାଇଥିଲ, ସେମାନେ ଦେଶର ଈଶ୍ୱରଙ୍କ ବିଧିବିଧାନ ସମ୍ପର୍କରେ ଅଜ୍ଞ ଅଟନ୍ତି। ଦେଶର ଈଶ୍ୱରଙ୍କ ବିଧିବିଧାନ ସମ୍ପର୍କରେ ସେମାନେ ଅଜ୍ଞ ଥିବାରୁ ସେ ସେମାନଙ୍କ ମଧ୍ୟକୁ ସିଂହମାନଙ୍କୁ ପଠାଇଅଛନ୍ତି ଓ ସେହି ସିଂହମାନେ ସେମାନଙ୍କୁ ବଧ କରୁଛନ୍ତି। ତହୁଁ ସିରିଆର ରାଜା ଏହିପରି ଏକ ଆଦେଶ ଦେଲେ, ତୁମେମାନେ ସେଠାରୁ ଆଣିଥିବା ଯାଜକମାନଙ୍କ ମଧ୍ୟରୁ ଜଣକୁ ସେଠାକୁ ନେଇଯାଅ ଓ ସେଠାରେ ସେ ଅବସ୍ଥାନ କରି ଦେଶର ଈଶ୍ୱରଙ୍କ ବିଧିବିଧାନ ସମ୍ବନ୍ଧରେ ସେମାନଙ୍କୁ ଶିକ୍ଷା ଦିଅନ୍ତୁ। ସୁତରାଂ ସାମାରିଆରୁ ଅଣାଯାଇଥିବା ଯାଜକମାନଙ୍କ ମଧ୍ୟରୁ ଜଣେ ଆସି ବେଥେଲରେ ବାସ କଲା ଏବଂ ପ୍ରଭୁଙ୍କ ପ୍ରତି କିଭଳି ଭୟଭକ୍ତି ପ୍ରଦର୍ଶନ କରିବାକୁ ହେବ ତାହା ସେ ସେମାନଙ୍କୁ ଶିକ୍ଷା ଦେଲା। କିନ୍ତୁ ଯେଉଁ ନଗରୀ ଗୁଡ଼ିକରେ ପ୍ରତ୍ୟେକ ଜାତି ଅବସ୍ଥାନ କରିଥିଲେ, ସେଠାରେ ସେମାନେ ନିଜ ନିଜର ଦେବମାନଙ୍କୁ ନିର୍ମାଣ କରି ସାମାରିତୀୟମାନଙ୍କ ଦ୍ୱାରା ନିର୍ମିତ ଉଚ୍ଚ ପୂଜାସ୍ଥଳୀମାନଙ୍କରେ ପ୍ରତିଷ୍ଠା କଲେ। ବାବିଲନୀୟମାନେ ସୁକତ ବେନତକୁ, କୁଥୀୟମାନେ ନେର୍ଗାଲକୁ, ହାମାଥୀୟମାନେ ଆସିମାକୁ ଓ ଆବିଥୀୟମାନେ ନିବୋହାସ ତଥା ତାର୍ତ୍ତାକୁ ନିର୍ମାଣ କଲେ।
ସେଫାର ବାଇମିୟମାନେ ସେମାନଙ୍କ ଦେବ ଆଦ୍ରାମେଲେକ ଓ ଆନାମେଲେକଙ୍କ ଉଦ୍ଦେଶ୍ୟରେ ନିଜ ସନ୍ତାନମାନଙ୍କୁ ଅଗ୍ନିର ବଳି ରୂପେ ଉତ୍ସର୍ଗ କଲେ। ସେମାନେ ପ୍ରଭୁଙ୍କୁ ମଧ୍ୟ ଭୟ କଲେ ଓ ନିଜ ମଧ୍ୟରୁ ସର୍ବବିଧ ଲୋକଙ୍କୁ ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକର ପୁରୋହିତ ରୂପେ ନିୟୋଜିତ କଲେ। ସେମାନେ ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକର ମନ୍ଦିର ସମୂହରେ ନୈବେଦ୍ୟ ଉତ୍ସର୍ଗ କଲେ। ଏହିପରି ସେମାନେ ପ୍ରଭୁଙ୍କୁ ଭୟ କଲେ ଓ ତତ୍ ସମୟରେ ନିଜ ଦ୍ୱାରା ଆନିତ ଦେଶବାସୀମାନଙ୍କର ରୀତିନୀତି ମୁତାବକ ନିଜ ନିଜର ଦେବମାନଙ୍କୁ ଉପାସନା କଲେ। ଅଦ୍ୟାବଧି ସେମାନେ ନିଜର ପୂର୍ବ ରୀତି ଅନୁଯାୟୀ କାର୍ଯ୍ୟ କରନ୍ତି। ସେମାନେ ପ୍ରଭୁଙ୍କୁ ଭୟ କରନ୍ତି ନାହିଁ କିମ୍ବା ଯାହାକୁ ସେ ଇସ୍ରାଏଲ ନାମରେ ନାମିତ କରିଥିଲେ ସେହି ଯାକୋବଙ୍କ ସନ୍ତାନମାନଙ୍କୁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ନିୟମ ଅଧ୍ୟାଦେଶ ବିଧିବିଧାନ କିମ୍ବା ଆଜ୍ଞାବଳୀ ସେମାନେ ପାଳନ କରନ୍ତି ନାହିଁ। ପ୍ରଭୁ ସେମାନଙ୍କ ସହ ଏକ ବ୍ୟବସ୍ଥା ବିଧାନ ସାଲିସ କରି ଆଦେଶ ଦେଇଥିଲେ, ତୁମେମାନେ ଅନ୍ୟ ଦେବମାନଙ୍କୁ ଭୟ କରିବ ନାହିଁ କିମ୍ବା ସେମାନଙ୍କୁ ପ୍ରଣାମ କରିବ ନାହିଁ କି ସେମାନଙ୍କୁ ସେବା କରିବ ନାହିଁ କିମ୍ବା ସେମାନଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ। ବରଂ ଯିଏ ତୁମମାନଙ୍କୁ ଇଜିପ୍ଟରୁ ମହାପରାକ୍ରମ ତଥା ସୁବିସ୍ତୃତ ହସ୍ତ ବଳରେ ବାହାର କରିଥିଲେ ସେହି ପ୍ରଭୁଙ୍କୁ ତୁମେମାନେ ଭୟ କର। ତୁମେମାନେ ତାଙ୍କ ସମ୍ମୁଖରେ ପ୍ରଣିପାତ କରିବ ଓ ତାହାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବ। ସେ ତୁମ ଉଦ୍ଦେଶ୍ୟରେ ଲିପିବଦ୍ଧ କରିଥିବା ନିୟମ ଅଧ୍ୟାଦେଶ ବିଧିବିଧାନ ତଥା ଆଜ୍ଞାବଳୀକୁ ସର୍ବଦା କାର୍ଯ୍ୟକାରୀ କରିବା ପାଇଁ ତୁମେମାନେ ଯତ୍ନଶୀଳ ହେବ। ଅନ୍ୟ ଦେବମାନଙ୍କୁ ତୁମେମାନେ ଭୟ କରିବ ନାହିଁ। ଆଉ ମୁଁ ତୁମ ସହ ସାଲିସ କରିଥିବା ବ୍ୟବସ୍ଥା ବିଧାନକୁ ତୁମେମାନେ ବିସ୍ମରି ଯିବ ନାହିଁ। ତୁମେମାନେ ଅନ୍ୟ ଦେବମାନଙ୍କୁ ଭୟ କରିବ ନାହିଁ, ବରଂ ପ୍ରଭୁ ତୁମ ଈଶ୍ୱରଙ୍କୁ ତୁମେ ଭୟ କରିବ ଓ ସେ ତୁମ ଶତ୍ରୁମାନଙ୍କ ହସ୍ତରୁ ରକ୍ଷା କରିବେ। କିନ୍ତୁ ସେମାନେ ତାହାଙ୍କ ବଚନ ପ୍ରତି କର୍ଣ୍ଣପାତ କଲେ ନାହିଁ, ମାତ୍ର ନିଜର ପୂର୍ବ ଧାରା ମୁତାବକ ସମସ୍ତ କାର୍ଯ୍ୟ କଲେ। ଏହିପରି ଏହି ଜାତି ସମୂହ ପ୍ରଭୁଙ୍କୁ ଭୟ କଲେ ଓ ତତ୍ ସମୟରେ ନିଜ ଦ୍ୱାରା ଖୋଦିତ ପ୍ରତିମା ଗୁଡ଼ିକୁ ମଧ୍ୟ ଉପାସନା କଲେ। ସେମାନଙ୍କର ପୁତ୍ର ପୈତ୍ରାଦିମାନେ ନିଜ ପିତୃପୁରୁଷମାନଙ୍କ ଦ୍ୱାରା କୃତ କାର୍ଯ୍ୟକଳାପ ଅନୁଯାୟୀ ଅଦ୍ୟାବଧି ସେ ସମସ୍ତ ସାଧନ କରନ୍ତି। ଅଧ୍ୟାୟ 18। ଜୁଦାର ରାଜା ଜେସେକିଆ। ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋସିଆଙ୍କ ରାଜତ୍ୱର ତୃତୀୟ ବର୍ଷରେ ଜୁଦାର ରାଜା ଆହାସଙ୍କ ପୁତ୍ର ଜେସେକିଆ ରାଜ୍ୟ ଶାସନ ଆରମ୍ଭ କଲେ। ରାଜ୍ୟ ଶାସନର ପ୍ରାରମ୍ଭରେ ତାଙ୍କୁ 25 ବର୍ଷ ବୟସ ହୋଇଥିଲା ଓ ସେ ଜେରୁସେଲେମରେ 29 ବର୍ଷ ଧରି ରାଜୁତି କଲେ। ସେଖାରିଆଙ୍କ କନ୍ୟା ଆବି ତାଙ୍କର ମାତା ଥିଲା। ନିଜ ପିତା ଦାବିଦଙ୍କ ଭଳି ସେ ପ୍ରଭୁଙ୍କ ସନ୍ନିଧାନରେ ସୁକର୍ମ କଲେ। ସେ ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକୁ ବିନାଶ କଲେ, ସ୍ତମ୍ଭ ସବୁକୁ ଖଣ୍ଡ ବିଖଣ୍ଡ କଲେ ଓ ଆଶେରା ପ୍ରତିଷ୍ଠା ଗୁଡ଼ିକୁ ଉଚ୍ଛେଦିତ କଲେ। ମୋସେସଙ୍କ ଦ୍ୱାରା ନିର୍ମିତ ପିତ୍ତଳ ସର୍ପ ସମ୍ମୁଖରେ ସେ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଜନତା ଧୂପାର୍ଚ୍ଚନା କରିଥିବା ଯୋଗୁଁ ସେ ତାହାକୁ ଖଣ୍ଡ ବିଖଣ୍ଡ କରିଦେଲେ। ତାଙ୍କର ଦ୍ୱାରା ତାହା ନେସୁଥାନ ନାମରେ ଅଭିହିତ ହେଲା। ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ଠାରେ ସେ ଆସ୍ଥା ସ୍ଥାପନ କଲେ। ଜୁଦାର ପୂର୍ବସୂରୀ ତଥା ତାଙ୍କ ପରେ ହୋଇଥିବା ରାଜାମାନଙ୍କ ମଧ୍ୟରେ ତାଙ୍କ ସଦୃଶ କେହି ନଥିଲେ। ସେ ପ୍ରଭୁଙ୍କ ସହ ସଂଲଗ୍ନ ହୋଇ ରହିଲେ। ପ୍ରଭୁଙ୍କୁ ଅନୁସରଣ କରିବା କର୍ତ୍ତବ୍ୟରୁ ସେ କେବେ ହେଁ ବିମୁଖ ହେଲେ ନାହିଁ, ବରଂ
ମୋସେସଙ୍କ ଜରିଆରେ ପ୍ରଭୁଙ୍କ ଦ୍ୱାରା ଆଜ୍ଞାପିତ ଆଜ୍ଞାବଳୀକୁ ସେ କାର୍ଯ୍ୟକାରୀ କଲେ। ପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ତାଙ୍କର ସମସ୍ତ ଉଦ୍ୟମରେ ସେ ବିଜୟୀ ହେଲେ। ସେ ଆସିରିଆ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଓ ତାଙ୍କର ସେବା କଲେ ନାହିଁ। ଗାସାର ସୀମା ସରହଦ ଓ ପ୍ରହରୀ ଦୁର୍ଗଠାରୁ ସୁରକ୍ଷିତ ନଗରୀ ପର୍ଯ୍ୟନ୍ତ ଫିଲିସ୍ତୀୟମାନଙ୍କୁ ଆକ୍ରମଣ କରି ସେ ବଦ୍ଧ କଲେ। ରାଜା ହେସେକିଆଙ୍କ ରାଜତ୍ୱର ଚତୁର୍ଥ ବର୍ଷ ଅର୍ଥାତ୍ ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋସିଆଙ୍କ ରାଜତ୍ୱର ସପ୍ତମ ବର୍ଷରେ ସିରିଆର ରାଜା ସାଲମାନେଲେସର ସାମାରିଆ ବିରୁଦ୍ଧରେ ଆସି ତାହାଙ୍କୁ ଅବରୋଧ କଲେ। 3 ବର୍ଷ ପରେ ସେ ତାହାଙ୍କୁ ଅଧିକାର କଲେ। ହେସେକିଆଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଅର୍ଥାତ୍ ଇସ୍ରାଏଲର ରାଜା ହୋସିଆଙ୍କ ରାଜତ୍ୱର ନବମ ବର୍ଷରେ ସାମାରିଆ ଅଧିକୃତ ହେଲା। ସିରିଆର ରାଜା ଇସ୍ରାଏଲୀୟମାନଙ୍କୁ ଆସିରିଆକୁ ନେଇଗଲେ ଓ ସେମାନଙ୍କୁ ହାଲା, ଗୋସାନ ପ୍ରଦେଶସ୍ଥ ହାବର ନଦୀ ତଟ ଓ ମେଦୀୟମାନଙ୍କ ନଗରୀଗୁଡ଼ିକରେ ଅବସ୍ଥାପିତ କରାଇଲେ। କାରଣ ସେମାନେ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ବଚନ ପ୍ରତି କର୍ଣ୍ଣପାତ ନ କରି ତାହାଙ୍କର ବ୍ୟବସ୍ଥା ବିଧାନ ଲଙ୍ଘନ କଲେ ଓ ପ୍ରଭୁ ଦାସ ମୋସେସଙ୍କ ଦ୍ୱାରା ବିଜ୍ଞାପିତ ଆଜ୍ଞାବଳୀର ଅନୁଗତ ହୋଇ ନଥିଲେ। ସେମାନେ ତାହା ଶୁଣିଲେ ନାହିଁ କିମ୍ବା ତାହାର ଅନୁଗତ ହେଲେ ନାହିଁ। ସେନାକେରିବଙ୍କ ଦ୍ୱାରା ଯୁଦା ଆକ୍ରମଣ। ରାଜା ହେସେକିଆଙ୍କ ରାଜତ୍ୱର ଚତୁର୍ଦ୍ଦଶ ବର୍ଷରେ ଆସିରିଆର ରାଜା ସେନାକେରିବ ଯୁଦାର ପ୍ରାଚୀର ବେଷ୍ଟିତ ସମସ୍ତ ନଗରୀ ଆକ୍ରମଣ କରି ଅଧିକାର କଲେ। ସେ ସମୟରେ ଲାଖିସରେ ଅବସ୍ଥାନ କରିଥିବା ଆସିରିଆର ରାଜାଙ୍କ ପାଖକୁ ଲୋକ ପଠାଇ ଯୁଦାର ରାଜା ହେସେକିଆ କହିଲେ, ମୁଁ ଦୋଷ କଲି, ମୋ ସମୀପରୁ ଫେରିଯାଅ। ଯାହା ମୋ ଉପରେ ତୁମେ ଥୋଇବ ମୁଁ ତାହା ବହନ କରିବି। ତହୁଁ ଆସିରିଆର ରାଜା ଯୁଦାର ରାଜା ହେସେକିଆଙ୍କ ପାଖରୁ 300 ତାଲେନ୍ତ ରୌପ୍ୟ ଓ 30 ତାଲେନ୍ତ ସ୍ୱର୍ଣ୍ଣ ଦାବୀ କଲେ। ଦେବାଳୟ ତଥା ରାଜପ୍ରାସାଦର ଭଣ୍ଡାରରେ ସଞ୍ଚିତ ହୋଇଥିବା ସମସ୍ତ ରୌପ୍ୟ ହେସେକିଆ ତାଙ୍କୁ ପ୍ରଦାନ କଲେ। ସେ ସମୟରେ ଯୁଦାର ରାଜା ହେସେକିଆ ଦେବାଳୟର ଦ୍ୱାର ତଥା ତାଙ୍କ ଦ୍ୱାରା ସ୍ୱର୍ଣ୍ଣ ଆଚ୍ଛାଦିତ ହୋଇଥିବା ସ୍ତମ୍ଭଗୁଡ଼ିକରୁ ସ୍ୱର୍ଣ୍ଣ କାଟି ନେଇ ଆସିରିଆର ରାଜାଙ୍କୁ ଦେଲେ। ଆସିରିଆର ରାଜା ଲାଖିସଠାରୁ ତାର୍ତ୍ତାନ, ବାରସାରିଏସ ଓ ରାବଶାଖା ନାମକ ବ୍ୟକ୍ତିତ୍ରୟଙ୍କୁ ଏକ ବିରାଟ ସୈନ୍ୟ ସମେତ ହେସେକିଆଙ୍କ ବିରୁଦ୍ଧରେ ଜେରୁସେଲେମକୁ ପଠାଇଲେ। ସେମାନେ ଜେରୁସେଲେମରେ ପହଞ୍ଚି ରଜକର କ୍ଷେତ ପାର୍ଶ୍ୱସ୍ଥିତ ପଥରେ ଥିବା ଉପର ପୁଷ୍କରଣୀର ନାଳ ପାଖରେ ଦଣ୍ଡାୟମାନ ହେଲେ। ରାଜାଙ୍କୁ ସନ୍ଦର୍ଶନ କରିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିଥିବାରୁ ପ୍ରାସାଦର ଦେବାନ ତଥା ହିଲକିଆଙ୍କ ପୁତ୍ର ଏଲିଆଖିମ, ସଚିବ ସେବନା ଓ ଅଭିଲେଖକ ତଥା ଆସାଫଙ୍କ ପୁତ୍ର ଜୋଆ ସେମାନଙ୍କ ନିକଟକୁ ଗଲେ। ରାବଶାଖେ ସେମାନଙ୍କୁ କହିଲା, ହେସେକିଆଙ୍କୁ କୁହ, ମହାରାଜା ଆସିରିଆର ରାଜା ପଚାରନ୍ତି, କାହା ଉପରେ ତୁମେ ଆସ୍ଥା ସ୍ଥାପନ କରିଅଛ? ବାଚାଳ କଥାକୁ ତୁମେ ସମର କୌଶଳ ତଥା ପରାକ୍ରମ ବୋଲି କ'ଣ ମନେ କରୁଅଛ? ମୋ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ତୁମେ କାହା ଉପରେ ନିର୍ଭର କର? ଏକ ଭଗ୍ନ ନଳ ସ୍ୱରୂପ ଇଜିପ୍ଟର ଉପରେ ତୁମେ ନିର୍ଭର କରିଛ, ଯାହା ଉପରେ ଜଣେ ଆଉଜି ପଡ଼ିଲେ ତାହା ତାର ହାତରେ ପଶି ବିଦ୍ଧ କରିବ। ଇଜିପ୍ଟର ରାଜା ଫାରୋଙ୍କଠାରେ ଆଶ୍ରୟ ନେଇଥିବା ସମସ୍ତଙ୍କ ପାଇଁ ସେ କେବଳ ସେହିପରି ଅଟନ୍ତି,
କିନ୍ତୁ ତୁମେ ଯଦି ମୋତେ କହୁଥାଅ, ପ୍ରଭୁ ଆମ ଈଶ୍ୱରଙ୍କ ଠାରେ ଆମେ ଆସ୍ଥା ସ୍ଥାପନ କରୁ, ତେବେ ଜେରୁସେଲେମସ୍ଥ ଏହି ବଳିପୀଠ ସମ୍ମୁଖରେ ତୁମେମାନେ ଆରାଧନା କରିବ ବୋଲି ଜୁଦା ଓ ଜେରୁସାଲେମବାସୀ ଲୋକଙ୍କୁ କହି ଯାହାଙ୍କ ଉଚ୍ଚ ପୂଜାସ୍ଥଳୀ ତଥା ବଳିପୀଠ ସମୂହକୁ ହେଶେକିଆ ବିନାଶ କରିଥିଲେ, ସେ କ'ଣ ସେହି ପ୍ରଭୁ ନୁହନ୍ତି? ତେଣୁ ବର୍ତ୍ତମାନ ଆସ, ମୋର ମୁନିବ ସିରିଆର ରାଜାଙ୍କ ସହିତ ଏକ ବାଜି ରଖ। ମୁଁ ତୁମକୁ 2000 ଘଟକ ଦାନ କରିବି। ସେ ସମସ୍ତଙ୍କ ଉପରେ ଆରୋହଣ କରିବା ପାଇଁ ସମର୍ଥ ଅଶ୍ୱାରୋହୀମାନେ ତୁମର ଅଛନ୍ତି ତ? ତାହେଲେ ରଥ ତଥା ଅଶ୍ୱାରୋହୀମାନଙ୍କ ପାଇଁ ଇଜିପ୍ଟ ଉପରେ ଆଶ୍ରିତ ତୁମେ ମୋର ମୁନିବଙ୍କ ପରିଚାରକମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ କିପରି ପରାସ୍ତ କରିପାରିବ? ମୁଁ କ'ଣ ପ୍ରଭୁଙ୍କ ବିନା ଏହି ସ୍ଥଳୀକୁ ବିନାଶ କରିବା ପାଇଁ ଆସିଅଛି? ପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାତ୍ରା କରି ତାହାକୁ ବିଧ୍ୱସ୍ତ କର। ସେ ସମୟରେ ହିଲ୍କିୟାଙ୍କ ପୁତ୍ର ଏଲିଆକିମ୍, ସେବ୍ନା ଓ ଯୋଆ ରାବଶାଖେକୁ କହିଲେ, ସଦୟ ହୋଇ ତୁମର ଏହି ଦାସମାନଙ୍କ ସହ ଆରାମୀୟ ଭାଷାରେ କଥା କୁହ, କାରଣ ଆମେ ତାହା ବୁଝିପାରୁ। ପ୍ରାଚୀର ଉପରେ ଦଣ୍ଡାୟମାନ ଥିବା ଏହି ଜନତାର ଶ୍ରୁତି ଗୋଚରରେ ତୁମେ ଆମ ସହ ଜୁଦା ଦେଶୀୟ ଭାଷାରେ କଥା କୁହ ନାହିଁ। କିନ୍ତୁ ରାବଶାଖେ ସେମାନଙ୍କୁ କହିଲେ, ତୁମମାନଙ୍କୁ ଓ ତୁମ ମୁନିବକୁ ଏହି ସମସ୍ତ କଥା କହିବା ପାଇଁ କ'ଣ ମୋର ମୁନିବ ମୋତେ ପଠାଇଛନ୍ତି? କିମ୍ବା ଯେଉଁମାନେ ତୁମମାନଙ୍କ ସହ ନିଜ ନିଜର ମଳମୂତ୍ର ଆହାର କରିବା ପାଇଁ ନିରୂପିତ, ପ୍ରାଚୀର ଉପରେ ଉପବିଷ୍ଟ ସେହି ଜନତାଙ୍କ ନିକଟକୁ ମଧ୍ୟ କ'ଣ ସେ ମୋତେ ପଠାଇ ନାହାନ୍ତି? ଏହାପରେ ରାବଶାଖେ ଦଣ୍ଡାୟମାନ ହୋଇ ଉଚ୍ଚ ଚିତ୍କାର ପୂର୍ବକ ଜୁଦା ଦେଶୀୟ ଭାଷାରେ କହିଲେ, ମହାରାଜା, ସିରିଆର ରାଜାଙ୍କର ଏହି ବାକ୍ୟ ଶୁଣ। ରାଜା କହନ୍ତି, ତୁମମାନଙ୍କୁ ପ୍ରଚାରିତ କରିବା ପାଇଁ ହେଶେକିୟାଙ୍କୁ ଅବସର ଦିଅ ନାହିଁ। ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବା ପାଇଁ ସେ ଅସମର୍ଥ ହେବେ, କିମ୍ବା ପ୍ରଭୁ ଆମମାନଙ୍କୁ ନିଶ୍ଚୟ ଉଦ୍ଧାର କରିବେ ଓ ଏହି ନଗରୀ ଆସିରିଆର ରାଜାଙ୍କ ହସ୍ତରେ ସମର୍ପି ହେବ ନାହିଁ, ଏହିପରି କହି ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ କରିବାକୁ ହେଶେକିୟା ତୁମମାନଙ୍କୁ ଅବସର ନ ଦିଅନ୍ତୁ। ହେଶେକିୟାଙ୍କ ପ୍ରତି କର୍ଣ୍ଣପାତ କର ନାହିଁ, କାରଣ ଆସିରିଆର ରାଜା ଏହିପରି କହନ୍ତି, ଶାନ୍ତି ସନ୍ଧି ସାଲିସ କରି ମୋ ସଙ୍ଗରେ ସମ୍ମିଳିତ ହୁଅ। ତାହାହେଲେ ତୁମେମାନେ ପ୍ରତ୍ୟେକ ନିଜ ନିଜ ଦ୍ରାକ୍ଷା ତଥା ଡିମିରି ବୃକ୍ଷର ଫଳ ଆହାର କରିବ ଓ ନିଜ କୂପର ଜଳ ପାନ କରିବ। ଏହାପରେ ମୁଁ ତୁମମାନଙ୍କର ନିଜ ଦେଶ ସଦୃଶ ଅନ୍ୟ ଏକ ଦେଶ ଅର୍ଥାତ୍ ଶସ୍ୟ ଓ ଦ୍ରାକ୍ଷାରସ, ରୁଟି ଓ ଦ୍ରାକ୍ଷା ଉଦ୍ୟାନ, ଜିତ୍ ବୃକ୍ଷ ଓ ମଧୁପୂର୍ଣ୍ଣ ଏକ ଦେଶକୁ ନେଇଯିବି। ତାହାହେଲେ ତୁମେମାନେ ଜୀବିତ ହୋଇ ରହିବ ଓ ମୃତ୍ୟୁବରଣ କରିବ ନାହିଁ। ଆଉ ପ୍ରଭୁ ଆମକୁ ଉଦ୍ଧାର କରିବେ, ଏହିପରି କହି ତୁମମାନଙ୍କୁ ମତାଉଥିବା ହେଶେକିୟାଙ୍କ ବାକ୍ୟ ପ୍ରତି କର୍ଣ୍ଣପାତ କର ନାହିଁ। ବିଭିନ୍ନ ଜାତିଗଣର ଦେବମାନଙ୍କ ମଧ୍ୟରୁ କୌଣସି ଦେବ କ'ଣ ଆସିରିଆର ରାଜାଙ୍କ ହସ୍ତରୁ ନିଜ ଦେଶ ରକ୍ଷା କରିଅଛି? ହାମାତ ତଥା ଅର୍ପାଦର ଦେବମାନେ କାହାନ୍ତି? ସେଫାରବାଇମ୍, ହେନା ତଥା ଇବାର ଦେବବ୍ରତ କାହାନ୍ତି? ସେମାନେ କ'ଣ ସାମାରିଆକୁ ମୋ ହସ୍ତରୁ ରକ୍ଷା କରିଛନ୍ତି? କୌଣସି ଦେବ ନିଜ ଦେଶକୁ ମୋ ହସ୍ତରୁ ରକ୍ଷା କରିବାକୁ ଅସମର୍ଥ ଥିବା ସମୟରେ ପ୍ରଭୁ କ'ଣ ମୋ ହସ୍ତରୁ ଜେରୁସେଲେମକୁ ରକ୍ଷା କରିବେ? ସେମାନେ କୌଣସି କଥା ନ କହି ନୀରବ ରହିଲେ, କାରଣ ରାଜାଙ୍କ ଆଦେଶ ଥିଲା ତାଙ୍କୁ ଉତ୍ତର ଦିଅ ନାହିଁ। ତତ୍ପରେ
ରାଜପ୍ରାସାଦର ଦେବାନ ତଥା ହିଲକିୟାଙ୍କ ପୁତ୍ର ଏଲିଆଖିମ୍, ସଚିବ ସେବ୍ନା ଓ ଅଭିଲେଖକ ତଥା ଆସାଫଙ୍କ ପୁତ୍ର ଯୋଆ ନିଜ ପରିହିତ ବସ୍ତ୍ର ଛିନ୍ନ କରି ହେସେକିୟାଙ୍କ ନିକଟକୁ ଆସି ରାବଶାଖେ ଦ୍ୱାରା କଥିତ ସମସ୍ତ କଥା ତାଙ୍କୁ ଜଣାଇଲେ। ଅଧ୍ୟାୟ 19 ପ୍ରବକ୍ତା ଜିସାଇୟାଙ୍କ ଉପଦେଶ। ଏହି ସମ୍ବାଦ ଶୁଣି ରାଜା ହେସେକିୟା ନିଜ ପରିହିତ ବସ୍ତ୍ର ଛିନ୍ନ କରି ଓ ଚୋଟ ବସ୍ତ୍ର ପରିହିତ ହୋଇ ପ୍ରଭୁଙ୍କ ଆଳୟକୁ ଗଲେ। ରାଜପ୍ରାସାଦର ଦେବାନ ଏଲିଆକିମ୍, ସଚିବ ସେବ୍ନା ଓ ପ୍ରମୁଖ ଯାଜକମାନଙ୍କୁ ଚୋଟ ବସ୍ତ୍ର ପରିହିତ କରାଇ ଆମୋସଙ୍କ ପୁତ୍ର ପ୍ରବକ୍ତା ଜିସାଇୟାଙ୍କ ନିକଟକୁ ସେ ପଠାଇଲେ। ସେମାନେ ତାଙ୍କୁ କହିଲେ, ହେସେକିୟା ଏହିପରି କହନ୍ତି, ଆଜି 10ଟି ଦୁଃଖ, କ୍ଲେଶ, ତିରସ୍କାର ତଥା ଅପମାନର ଦିନ। କାରଣ ଜନ୍ମପ୍ରାୟ ଶିଶୁମାନଙ୍କୁ ପ୍ରସବ କରିବା ପାଇଁ ଶକ୍ତିହୀନା ନାରୀ ସଦୃଶ ଆମେ ଅଟୁ। ଜୀବିତ ଈଶ୍ୱରଙ୍କୁ ଉପହାସ କରିବା ପାଇଁ ଯାହାକୁ ଆସିରିଆର ରାଜା ପଠାଇଥିଲେ, ସେହି ରାବଶାଖେର ବାକ୍ୟକୁ ହୁଏତ ପ୍ରଭୁ ତୁମ ଈଶ୍ୱର ଶୁଣିବେ ଓ ପ୍ରଭୁ ତୁମ ଈଶ୍ୱର ଶୁଣିଥିବା ସେହି ସମସ୍ତ ବାକ୍ୟ ଯୋଗୁଁ ତାଙ୍କୁ ତିରସ୍କାର କରିବେ। ସୁତରାଂ ଅବଶିଷ୍ଟ ଜନତା ଉଦ୍ଦେଶ୍ୟରେ ତୁମେ ପ୍ରାର୍ଥନା କର। ରାଜା ହେସେକିୟାଙ୍କ ସେବକମାନେ ଜିସାଇୟାଙ୍କ ପାଖକୁ ଆସିଲେ। ଜିସାଇୟା ସେମାନଙ୍କୁ କହିଲେ, ତୁମମାନଙ୍କ ମୁନିବଙ୍କୁ କୁହ, ପ୍ରଭୁ ଏହିପରି କହନ୍ତି, ଆସିରିଆର ରାଜାଙ୍କ ପରିଚାରକମାନେ ମୋତେ ଉପହାସ କରି କହିଥିବା ବାକ୍ୟ ଶୁଣି ତୁମେ ଭୀତ ହୁଅ ନାହିଁ। ଏକ ଗୁଜବ ଶୁଣି ସେ ଯେପରି ନିଜ ଦେଶକୁ ଫେରିଯାଏ, ସେଥିପାଇଁ ମୁଁ ତାଙ୍କୁ ଗୋଟିଏ ଆତ୍ମାରେ ଆବିଷ୍ଟ କରାଇବି। ସେଠାରେ ସେ ଖଡ୍ଗ ଦ୍ୱାରା ନିପତିତ ହେବା ପାଇଁ ମୁଁ ଅବସର ସୃଷ୍ଟି କରିବି। ରାବଶାଖେ ଫେରିବା ସମୟରେ ଆସିରିଆର ରାଜା ହିବ୍ନା ବିରୁଦ୍ଧରେ ସଂଗ୍ରାମ କରୁଥିଲେ, କାରଣ ରାଜା ଲାଖିସ୍ ପରିତ୍ୟାଗ କରି ଯାଇଛନ୍ତି ବୋଲି ସେ ଶୁଣିବାକୁ ପାଇଥିଲେ। ଇଥିଓପିଆର ରାଜା ତିର୍ହାକା ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସୁଛନ୍ତି ଶୁଣି ରାଜା ପୁନରାୟ ଦୂତମାନଙ୍କୁ ପଠାଇ ହେସେକିୟାଙ୍କୁ କହିଲେ, ତୁମେମାନେ ଜୁଦାର ରାଜା ହେସେକିୟାଙ୍କୁ କୁହ, ଆସିରିଆର ରାଜାଙ୍କ ହସ୍ତରେ ଜେରୁସାଲେମ ସମର୍ପିତ ହେବ ନାହିଁ। ଏହିପରି କହିଥିବା ଯୋଗୁଁ ଯେଉଁ ଈଶ୍ୱରଙ୍କ ଠାରେ ତୁମେ ଆସ୍ଥା ସ୍ଥାପନ କର, ସେ ତୁମକୁ ପ୍ରବଞ୍ଚିତ ନ କରନ୍ତୁ। ସମସ୍ତ ଦେଶକୁ ସମୂଳେ ବିନାଶ କରିଥିବା ଆସିରିଆର ରାଜାମାନଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ତୁମେମାନେ ଶୁଣିଅଛ। ତାହାହେଲେ ତୁମେ କ'ଣ ରକ୍ଷା ପାଇବ? ଗୋସାନ, ହାରାନ, ରେସେଫ ପ୍ରଭୃତି ଦେଶ ତଥା ତେଲାସାରବାସୀ ଏଦେନୀୟ ଲୋକମାନଙ୍କୁ ମୋର ପିତୃପୁରୁଷମାନେ ବିନଷ୍ଟ କରିଥିବା ସମୟରେ ସେହି ଜାତି ସମୂହର ଦେବବୃନ୍ଦ ସେମାନଙ୍କୁ ରକ୍ଷା କଲେ କି? ହାମାତ, ଆର୍ପାଦ, ସେଫାର ବାଇମ, ହେନା, ଇବା ଦେଶମାନଙ୍କର ରାଜାବୃନ୍ଦ କାହାନ୍ତି? ହେସେକିୟା ଦୂତମାନଙ୍କ ଠାରୁ ପତ୍ର ନେଇ ତାହା ପାଠ କଲେ। ତତ୍ପରେ ସେ ପ୍ରଭୁଙ୍କ ଆଳୟକୁ ଯାଇ ସେହି ପତ୍ରଟିକୁ ପ୍ରଭୁଙ୍କ ସମ୍ମୁଖରେ ଫିଟାଇ ରଖିଲେ। ସେ ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କରି କହିଲେ, ପ୍ରଭୁ, ହେ ଇସ୍ରାଏଲର ଈଶ୍ୱର, କେରୁବମାନଙ୍କ ଉପରେ ସିଂହାସନାସୀନ ତୁମେ ହିଁ ଈଶ୍ୱର ଅଟ। ଭୂପୃଷ୍ଠବ୍ୟାପୀ ସମସ୍ତ ରାଜାମାନଙ୍କ ଈଶ୍ୱର କେବଳ ତୁମେ ଅଟ। ଆକାଶମଣ୍ଡଳ ତଥା ଧରାଧାମ ତୁମେ ସୃଷ୍ଟି କରିଅଛ। ହେ ପ୍ରଭୁ, ତୁମେ କର୍ଣ୍ଣପାତ କରି ଶ୍ରବଣ କର। ହେ ପ୍ରଭୁ, ତୁମ ଚକ୍ଷୁ ଉନ୍ମୁକ୍ତ କରି ଅବଲୋକନ କର।
ଜୀବିତ ଈଶ୍ୱରଙ୍କୁ ଭର୍ତ୍ସନା କରିବା ପାଇଁ ସେନାକେରିବ ଲୋକ ପଠାଇ କହିଥିବା ବାକ୍ୟ ପ୍ରତି କର୍ଣ୍ଣପାତ କର। ହେ ପ୍ରଭୁ, ବାସ୍ତବତଃ ଆସିରିଆର ରାଜାମାନେ ଜାତି ସକଳ ତଥା ସେମାନଙ୍କ ଦେଶଗୁଡ଼ିକୁ ବିନଷ୍ଟ କରିଅଛନ୍ତି। ସେ ସମସ୍ତଙ୍କ ଦେବମାନଙ୍କୁ ଅଗ୍ନି ମଧ୍ୟରେ ନିକ୍ଷେପ କରିଅଛନ୍ତି, କାରଣ ସେମାନେ ଦେବ ନଥିଲେ ବରଂ କାଠ ତଥା ପଥରରୁ କେବଳ ମାନବ ହସ୍ତକୃତ। ସୁତରାଂ ସେଗୁଡ଼ିକୁ ସେମାନେ ବିଧ୍ୱସ୍ତ କଲେ। ପ୍ରଭୁ, ହେ ଆମମାନଙ୍କ ଈଶ୍ୱର, ବର୍ତ୍ତମାନ ଆମକୁ ତାଙ୍କ ହସ୍ତରୁ ରକ୍ଷା କରିବା ପାଇଁ ମୁଁ ତୁମ ସନ୍ନିଧାନରେ ବିନତି ପ୍ରାର୍ଥନା କରୁଅଛି। ତାହାହେଲେ ହେ ପ୍ରଭୁ, ତୁମେ ହିଁ ଯେ କେବଳ ଈଶ୍ୱର, ଭୂପୃଷ୍ଠର ସମସ୍ତ ରାଜ୍ୟ ଏହା ଅବଗତ ହେବ। ସେ ସମୟରେ ଆମୋସଙ୍କ ପୁତ୍ର ଜିସାଇୟା ହେଶେକିୟାଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, ପ୍ରଭୁ ଇସ୍ରାଏଲର ଈଶ୍ୱର ଏହିପରି କହନ୍ତି, ଆସିରିଆର ରାଜା ସେନାକେରିବଙ୍କ ବିରୁଦ୍ଧରେ ମୋ ସନ୍ନିଧାନରେ ତୁମର ପ୍ରାର୍ଥନା ମୁଁ ଶୁଣିଅଛି। ତା ସମ୍ବନ୍ଧରେ ପ୍ରଭୁ କଥିତ ବାକ୍ୟ ଏହା, ସିଓନର କୁମାରୀ କନ୍ୟା, ସେ ତୁମର ଅବମାନନା କରିଅଛି ଓ ତୁମକୁ ଉପହାସ କରିଅଛି। ଜେରୁସାଲେମର କନ୍ୟା, ସେ ତୁମ ପ୍ରତି ଆପଣା ମସ୍ତକ ହଲାଇଛି। ତୁମେ କାହାକୁ ଉପହାସ ତଥା ନିନ୍ଦା କରିଅଛ? କାହା ବିରୁଦ୍ଧରେ ତୁମେ ନିଜ ରବ ଉଠାଇଛ ଓ ଗର୍ବ ସହକାରେ ଚକ୍ଷୁ ଊର୍ଦ୍ଧ୍ୱକୁ ଉତ୍ତୋଳନ କରିଅଛ? ହଁ, ଇସ୍ରାଏଲର ସେହି ପବିତ୍ର ଜଣକଙ୍କ ବିରୁଦ୍ଧରେ। ତୁମ ଦୂତମାନଙ୍କ ମାଧ୍ୟମରେ ତୁମେ ପ୍ରଭୁଙ୍କୁ ଉପହାସ କରିଅଛ ଓ କହିଛ, ମୋର ବହୁ ସଂଖ୍ୟକ ରଥ ନେଇ ମୁଁ ଗିରିଶୃଙ୍ଗ ସମୂହ ଆରୋହଣ କରିଅଛି। ଲେବାନନର ଅନ୍ତରତମ ପ୍ରଦେଶମାନଙ୍କରେ ପ୍ରବେଶ କରି ତାର ଉଚ୍ଚତମ ଦେବଦାରୁ ତଥା ଉତ୍କୃଷ୍ଟ ଏରସ ବୃକ୍ଷ ସମୂହ କାଟି ପଠାଇବି। ତାହାର ସୁଦୂରସ୍ଥ ବାସସ୍ଥାନ ତଥା ଗଭୀର ଅରଣ୍ୟ ମଧ୍ୟରେ ମୁଁ ପ୍ରବେଶ କରିବି। ମୁଁ କୂପ ସମୂହ ଖନନ କରି ବିଦେଶୀ ଜଳ ପାନ କଲି ଓ ଇଜିପ୍ଟର ସମସ୍ତ ଜଳସ୍ରୋତ ଗୁଡ଼ିକୁ ମୋର ପାଦ ତଳ ଦ୍ୱାରା ଶୁଷ୍କ କଲି। ଏ ସମସ୍ତ କାର୍ଯ୍ୟ ମୁଁ ଯେ ବହୁ ପୂର୍ବରୁ ନିର୍ଣ୍ଣୟ କରିଅଛି, ଏହା କ'ଣ ତୁମେ ଶୁଣିନାହଁ? ପ୍ରାଚୀନ କାଳରୁ ମୁଁ ସ୍ଥିର କରିଅଛି ଯେ ପ୍ରାଚୀର ବେଷ୍ଟିତ ନଗରୀ ଗୁଡ଼ିକୁ ତୁମେ ଧ୍ୱଂସ ସ୍ତୂପରେ ପରିଣତ କରିବ। ତେଣୁ ସେଠାକାର ବାସିନ୍ଦା କ୍ଷୀଣ ଶକ୍ତି ବିଶିଷ୍ଟ ହେଲେ। ସେମାନେ ଭୟଭୀତ ତଥା ବିଶୃଙ୍ଖଳିତ ହେଲେ। ସେମାନେ ଘାସ, ତୃଣ ଓ ଗୃହ ଛାତ ଉପର ତୃଣ ଏବଂ ପରିପକ୍ୱ ହେବା ପୂର୍ବରୁ ଶୁଷ୍କ ଶସ୍ୟ ସଦୃଶ ହେଲେ। କିନ୍ତୁ ତୁମର ବାସସ୍ଥାନ ବହିର୍ଗମନ, ଅନ୍ତରାଗମନ ଓ ମୋ ବିରୁଦ୍ଧରେ ତୁମର କୋପକୁ ମୁଁ ଜାଣେ। ତୁମେ ମୋ ବିରୁଦ୍ଧରେ କ୍ରୁଦ୍ଧ ହୋଇଥିବା ଓ ତୁମର ଉତ୍ସୃଙ୍ଖଳତା ମୋ ଶ୍ରୁତିଗୋଚର ହୋଇଥିବା ଯୋଗୁଁ ମୋର ଅଙ୍କୁଶକୁ ମୁଁ ତୁମ ନାସିକାରେ ଓ ମୋର ଲଗାମକୁ ତୁମ ଅଷ୍ଟାଧାରରେ ପିନ୍ଧାଇବି ଏବଂ ତୁମେ ଆସିଥିବା ପଥ ଦେଇ ମୁଁ ତୁମକୁ ପ୍ରତ୍ୟାବର୍ତ୍ତନ କରାଇବି। ଆଉ ତୁମ ନିମନ୍ତେ ଏହା ଏକ ସଂକେତ ହେବ। ସ୍ୱୟଂ ଉତ୍ପନ୍ନ ଶସ୍ୟ ତୁମେ ଏହି ବର୍ଷ ଭକ୍ଷଣ କରିବ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭକ୍ଷଣ କରିବ ଏବଂ ତୃତୀୟ ବର୍ଷରେ ତୁମେ ରୋପଣ କର, ଅମଳ କର, ପୁଣି ଦ୍ରାକ୍ଷା ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଆହାର କର। ଯୁଦା ବଂଶରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକେ ପୁନର୍ବାର ଗଭୀରକୁ
ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। କାରଣ ଜେରୁସାଲେମରୁ ଏକ ଅବଶିଷ୍ଟାଂଶ ନିର୍ଗତ ହେବ ଓ ସିୟନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନଙ୍କର ଦଳ ବାହାରିବେ। ପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ସୁତରାଂ ଆସିରିଆର ରାଜା ସମ୍ବନ୍ଧରେ ପ୍ରଭୁ ଏହିପରି କହନ୍ତି, ସେ ଏହି ନଗରୀକୁ ଆସିବ ନାହିଁ କିମ୍ବା ତନ୍ମଧ୍ୟକୁ ସର ମାରିବ ନାହିଁ କିମ୍ବା ଢାଲ ସହ ତହିଁ ସମ୍ମୁଖକୁ ଆସିବ ନାହିଁ। ତାହା ବିରୁଦ୍ଧରେ ସେ ଅବରୋଧ ଉତ୍ତୋଳନ କରିବ ନାହିଁ। ପ୍ରଭୁ କହନ୍ତି, ଯେଉଁ ପଥ ଦେଇ ସେ ଆସିଥିଲା ସେହି ପଥ ଦେଇ ସେ ଫେରିଯିବ। କାରଣ ମୋର ଓ ମୋର ଦାସ ଦାବିଦଙ୍କ ସକାଶେ ମୁଁ ଏହି ନଗରୀକୁ ରକ୍ଷା କରି ସୁରକ୍ଷିତ କରିବି। ଅନ୍ତରର ସେହି ରାତ୍ରିରେ ପ୍ରଭୁଙ୍କ ଦୂତ ଯାଇ ଆସିରିଆମାନଙ୍କ ଛାଉଣୀରେ 1,85,000 ଲୋକଙ୍କୁ ବଧ କଲେ। ତହୁଁ ସେମାନେ ପ୍ରଭାତରେ ଉଠି ସର୍ବତ୍ର ମୃତ ଶରୀର ପଡ଼ିଥିବା ଦେଖିବାକୁ ପାଇଲେ। ତେଣୁ ଆସିରିଆର ରାଜା ସେନାକେରିବ ସେ ସ୍ଥାନରୁ ସ୍ୱଦେଶକୁ ଚାଲିଯାଇ ନିନିବେଠାରେ ବାସ କଲେ। ତତ୍ପରେ ସେ ନିଜ ଦେବ ନିସ୍ରଖଙ୍କର ଗୃହରେ ଉପାସନା କରୁଥିବା ସମୟରେ ତାଙ୍କ ପୁତ୍ର ଆଦ୍ରାମେଲେକ ଓ ସାରେସ୍ର ତାଙ୍କୁ ଖଡ଼୍ଗରେ ଆଘାତ କରି ହତ୍ୟା କଲେ ଏବଂ ଆରାରାତ ନାମକ ଦେଶକୁ ପଳାୟନ କଲେ। ପୁଣି ତାଙ୍କ ସ୍ଥାନରେ ତାଙ୍କର ପୁତ୍ର ଏସାରହାଦ୍ଦୋନ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ।